जय जगन्नाथ। नमस्कार। ମୁଁ ସବିତା ରାଣୀ ବେହେରା, ସ୍ମୃତି ସାନ୍ତନା ପତ୍ରିକାର ସମ୍ପାଦିକା। ମୁଁ ଆଜି ଏକ ଗଳ୍ପ ପଢ଼ିବାକୁ ଯାଉଛି। ଶୀର୍ଷକ ପ୍ରଶ୍ନବାଚୀ। ଉପସ୍ଥିତ ବିଦଗ୍ଧ ମଣ୍ଡଳୀଙ୍କୁ ମୋର ଆନ୍ତରିକ ଧନ୍ୟବାଦ ସହ ସାରସ୍ୱତ ଅଭିନନ୍ଦନ। ମୋ ଗଳ୍ପର ନାମ ପ୍ରଶ୍ନବାଚୀ। ଘଟଣାଟି ସେଦିନ ଏମିତି ଘଟି ଯାଇଥିଲା ମୋ ଆଖି ସାମ୍ନାରେ। 6 ବର୍ଷର ଛୋଟ ଝିଅଟିଏ ସାଙ୍ଗମାନଙ୍କ ସହ ଖେଳୁ ଖେଳୁ କୌଣସି ଏକ ଅଜଣା କାରଣରୁ ଦୌଡ଼ି ଆସି ସୋଫାରେ ବସି କାନ୍ଦିଲା। ତା ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ। କେଉଁ ସାଙ୍ଗ କ'ଣ କହିଲା ଅଥବା କେହି ମାରିଲା କି କ'ଣ ହେଲା ବୋଲି ଭାବି ତା ଆଗକୁ ଆସି ପଚାରିବା ଆଗରୁ ତାର ପୋଷା କୁକୁରଟା ଦୌଡ଼ି ଆସିଲା ତା ପାଖକୁ। ଆଉ ସେଇ କୁନି ଝିଅଟିର ଆଖିରୁ ବୋହୁଥିବା ଧାର ଧାର ଲୁହକୁ ଚାଟିବାକୁ ଲାଗିଲା। ଆଉ ଆଗ 2 ଗୋଡ଼କୁ ଝିଅର କାନ୍ଧରେ ପକେଇ ସାରିଥାଏ ଆଗରୁ। ଅଧା ଠିଆ ହୋଇ କୁକୁରଟି ସେମିତି ଲୁହକୁ ଚାଟିବାକୁ ଲାଗିଥାଏ ଝିଅଟିର କାନ୍ଦ ବନ୍ଦ ହେବା ପର୍ଯ୍ୟନ୍ତ। ସେଦିନ ଏ ଦୃଶ୍ୟଟିକୁ ସାମ୍ନା କରିବା ପରଠାରୁ ଗୋଟିଏ ଭାବନା ମୋତେ ସବୁବେଳେ ଆନ୍ଦୋଳିତ କରୁଛି। କୁକୁରଟିଏ ପଶୁ ହୋଇ ବି ଛୋଟ ଝିଅଟିକୁ କାନ୍ଦିବାର ଦେଖି ସହି ନ ପାରି ଏମିତି ସ୍ନେହ ମମତା ଅଜାଡ଼ି ଦେଉଛି। ଅଥଚ ଆମେ ବାସ କରୁଥିବା ସମାଜରେ ଶ୍ରେଷ୍ଠ ଜୀବରେ ପରିଗଣିତ ମଣିଷମାନେ କେମିତି 6 ମାସର ଶିଶୁ କନ୍ୟାଠୁ ଆରମ୍ଭ କରି 60-70 ବର୍ଷର ପ୍ରୌଢ଼ା ନାରୀମାନଙ୍କୁ ପାଖରେ ପାଇଲେ ସେମାନଙ୍କ କାନ୍ଦ ଓ ଚିତ୍କାରକୁ ଭ୍ରୂକ୍ଷେପ ନ କରି ପଶୁ ପରି ଏମିତି ଝୁଣି ପକାଉଛନ୍ତି। ବାଟରେ ଘାଟରେ, ସମ୍ପର୍କର ଆଢ଼ୁଆଳରେ, କର୍ମକ୍ଷେତ୍ରରେ, ଜୀବନ ଜୀବିକାର ମାୟାଜାଲରେ ଅଥବା ଅନ୍ୟ ବହୁତ କିଛି ବାହାନାର ଥୋପରେ। ଚାରିଆଡ଼େ ନାରୀ ସଶକ୍ତିକରଣର ବାନା ଉଡ଼ୁଛି। ମହିଳାମାନଙ୍କ ପାଇଁକି କେତେ ଯୋଜନା, କେତେ ଭାଷଣ, କେତେ ଲେଖା, କେତେ ଗପ, କେତେ କବିତା। କିନ୍ତୁ ତା ଭିତରେ ଗୋଦଡ଼ା କୋଡ଼ିବ ଯେତେ ମାଡ଼େ ସେତେ ନ୍ୟାୟରେ ନାରୀମାନେ ହନ୍ତସନ୍ତ ହେଉଛନ୍ତି। ମନୁଷ୍ୟ ଜନ୍ମ କେବଳ ବହୁ ପୁଣ୍ୟର ଫଳାଫଳ। ସେଇଥିପାଇଁ ତ ଭାଗବତରେ କୁହାଯାଇଛି, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତେବେ ଆଜିର ସମାଜରେ ଇଏ ଶ୍ରେଷ୍ଠ ଜୀବ ମଣିଷ ଦେହର ସେ ଦିବ୍ୟ ଜ୍ଞାନ ସବୁ ଗଲା କୁଆଡ଼େ? କାହିଁକି ସେ ଶ୍ରେଷ୍ଠ ଜୀବ ମଣିଷରୁ ପାଲଟି ଯାଉଛି ନିକୃଷ୍ଟ ପଶୁ? ମଣିଷ ହୃଦୟର ମଣିଷ ପଣିଆ ଦିନକୁ ଦିନ ଲୋପ ପାଇଯାଉଛି କାହିଁକି? ଦିନକୁ ଦିନ ସମାଜରେ ଘଟୁଥିବା ମନୁଷ୍ୟର ଏହି ଘୃଣ୍ୟ କଳଙ୍କିତ ସମ୍ବାଦ ଆଜି ଲଜ୍ଜିତ, ବିସ୍ମିତ, ମର୍ମାହତ କରିବା ସଙ୍ଗେ ସଙ୍ଗେ ଏକ ଅନିଶ୍ଚିତ ଭବିଷ୍ୟତର କାଳିମା ଭରା ଜତୁଗୃହ ଆଡ଼କୁ ସମସ୍ତଙ୍କୁ ବାଟ କଢ଼େଇ ନେଉଥିଲା ପରି ମନେ ହେଉଛି। ଯେଉଁ ସମାଜରେ କୁକୁରଟିଏ ପଶୁ ହେଲେ ବି ନିଜର ଦାନ୍ତ ନଖ ବିଦାରଣ କ୍ରିୟାକୁ ଭୁଲି ଦିବ୍ୟ ଜ୍ଞାନଧାରୀ ମଣିଷଟିଏ ପରି ଶିଶୁ କନ୍ୟାଟିର ଲୁହକୁ ଚାଟି ନେଇ ତାକୁ ସୁରକ୍ଷା ଦେବାକୁ ଆଗେଇ ଆସୁଛି, ସେଠି ଶିକ୍ଷା ଦୀକ୍ଷାଧାରୀ ମଣିଷଟିଏ ପାଶବିକ ପ୍ରବୃତ୍ତି ଆଚରଣ କରିଚାଲିଛି ଏକ ହିଂସ୍ର ପଶୁ ପରି। ଏଇଥିପାଇଁ ଆମେ କାହାକୁ ଦାୟୀ କରିବା? କେବେ କେମିତି ଶେଷ ହେବ ଏ ନିନ୍ଦନୀୟ ଲଜ୍ଜାକର ଦୁଃସମୟ? କେବେ ଏମିତି ଛୋଟ ଛୋଟ ଝିଅମାନେ ହସି ଖେଳି ନିର୍ଭୟରେ ବୁଲିବେ ଚାରିଆଡ଼େ? ଆମେ ଥରେ ଗମ୍ଭୀରତାର ସହ କିଛି କ୍ଷଣ ଭାବିବା ଏ ବିଷୟରେ। ମନୁଷ୍ୟର ଏ ପଶୁ ଆଚରଣର ବିଲୁପ୍ତି ପାଇଁ କର୍ମରେ, ବାକ୍ୟରେ, ସାଧନାରେ, ଲେଖନୀରେ, ଆଚରଣରେ, ଉଚ୍ଚାରଣରେ ଆମେ ସମସ୍ତେ କିଛି ସାଧନ କରିବାର ସଂକଳ୍ପ ନେବା। ନିରବଦ୍ରଷ୍ଟା ହୋଇ ସମାଜର ଏ ଅଧପତନକୁ, ମାନବ ଜୀବନର ଏ କଳଙ୍କିତ ପ୍ରକ୍ରିୟାକୁ ତା ବାଟରେ ଛାଡ଼ିଦେବା କେବେ ବିବେକୀ ହୃଦୟର କାର୍ଯ୍ୟ ହେବନି ବୋଲି ଭାବିବାର ବେଳ ଆସିଛି ଏବେ। ଝିଅଟିର କାନ୍ଦ ତଥାପି ବନ୍ଦ ହେଇନଥାଏ। ମୁଁ ଧୀରେ ଧୀରେ ତା ପାଖକୁ ଗଲି, ତାକୁ ଛାତିରେ ଆଉଜି ଆଣିଲି। କୁକୁରଟି ମୋତେ ଘଡ଼ିଏ ଚାହିଁଲା ଏବଂ ମୋ ଶାଢ଼ୀର କାନି ପାଖରେ ଆସି କୁଁ 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 ହେଲା। ସେ ଜାଣିପାରିଲା
ମୁଁ ଝିଅଟିର କ୍ଷତି କରିବାକୁ ଆସୁନି। ତେବେ କୁକୁରଟି ଯଦି ଏତେ କଥା ବୁଝିପାରିଛି, ମଣିଷ କାହିଁକି ବୁଝିପାରେନି? 6 ବର୍ଷର 7 ବର୍ଷର ଝିଅମାନଙ୍କୁ ବି ସେ ଡହଳ ବିକଳ କରି କି ସୁଖ ସେମାନଙ୍କଠୁ ନେବାକୁ ସେ ଚାହିଁଥାଏ। ମୁଁ ସେ ଛୋଟ ଝିଅଟିକୁ ଛାତିରେ ଜାକି ଧରିଲି। ମନେ ମନେ ଭାବିଲି, ମାଲୋ କାନ୍ଦେନା, କାନ୍ଦେନା, କେହି ନା କେହି ଜଣେ ଅଛି ତ ତୋ ଆଖିର ଲୁହ ପୋଛିବା ପାଇଁ। କେହି ନା କେହି ଜଣେ ଅଛି ତ ତୋ ଦୁଃଖ ସହିତ ଦୁଃଖୀ ହେବା ପାଇଁ। ଏ ଦୁନିଆ ଏମିତି ମା, କାହାକୁ କାନ୍ଦରୁ ନିବୃତ୍ତ କରିବା ଦୂର ଥାଉ, କନ୍ଦେଇବାରେ ସବୁ ପ୍ରକାର ପ୍ରକ୍ରିୟା ସେ କରିଚାଲିଥାଏ। ତଥାପି ମାନବୀୟ ଚିନ୍ତା ଚେତନା ଜାଗରଣର ସନ୍ଦେଶ ବହନ କରି ପ୍ରତିଟି ଦୁଃଖଦାୟକ ଅଭୁଲା ଦାରୁଣ ସ୍ମୃତିରୁ ସାନ୍ତ୍ୱନା ସାଉଣ୍ଡି ଆମକୁ ତ ଆଗକୁ ଯିବାକୁ ପଡ଼ିବ ମା। ଝିଅଟି ଧୀରେ ଧୀରେ ମୋ ହାତକୁ ଧରିଲା ଆଉ ଠିଆ ହେଲା। ଦି ହାତରେ ନିଜ ଆଖିକି ପୋଛି ଦେଲା। ଯଦିବା ଲୁହ ସବୁ କୁକୁରଟି ଶୋଷି ନେଇଥିଲା ବା ଚାଟି ନେଇଥିଲା, ତଥାପି ସେ ଆଉଥରେ ତାର ଆଖିକୁ ପୋଛି ନେଲା ଆଉ ମୋ ମୁହଁକୁ ଜଳ ଜଳ ହୋଇ ଘଡ଼ିଏ ଚାହିଁଲା। ମୁଁ ଟିକେ ନରମି ଗଲି। ସତରେ କ'ଣ ମୁଁ ତାକୁ ଦେଇଥିବା ଏହି ବିଶ୍ୱାସ କାର୍ଯ୍ୟରେ ପରିଣତ ହେବ? ଏଇ ପ୍ରଶ୍ନବାଚୀ ମୋତେ ଅସ୍ଥିର କରୁଥିଲା। ନମସ୍କାର, ଜୟ ଜଗନ୍ନାଥ।